अरविंद श्री चरण रे मोर अनंत कोटि प्रणाम। समस्त अपा भाई को मोर हृदय प्रणाम जनाऊँ। तुम कथा जेबे मन को आसई टूटी जाए सबु चिंता पुलकित हुए तनु मन प्राण पुलकित हुए तनु मन प्राण दूर हुए अस्थिरता तुम कथा जेबे असुस्थ शरीर सुस्थ होई उठे प्राण होई जाए शांत टूटी जाए मन आशंका उद्वेग हृदय हुए परिव्याप्त दिशि जाए तुम कमनीय रूप दिशि जाए तुम कमनीय रूप अंतर अंगन परे निरबित हुए अंतर बाहर निरबित हुए अंतर बाहर तुंडो वचन न स्फुरे तुम कथा जेबे मन को आसई टूटी जाए सबु चिंता पुलकित हुए तनु मन प्राण पुलकित हुए तनु मन प्राण दूर हुए अस्थिरता तुम कथा जेबे रहे नाही किंतु ऐसन अवस्था पारे नाही होई स्थायी माड़ी आसे पुणी हताशा विषाद मागो ममता माई दिय मने बड़ प्राण रे साहस दिय मने बड़ प्राण रे साहस शरीर विश्वास भरी कृपा करी सदा सदा कुमोहर करी दिया आग परी तुम कथा जेबे मन को आसई टूटी जाए सबु चिंता पुलकित हुए तनु मन प्राण दूर हुए अस्थिरता तुम कथा जेबे तुम कथा जेबे तुम कथा जेबे। गुड आफ्टरनून सांग माने जय जगन्नाथ। मो गीत शुणिले ना केमती लगिला आपण मानको आ जदि भल लगी प्लीज लाइक शेयर कमेंट सब्सक्राइब करदेवे। ये सब पाठचक्र गोटे गोटे वीडियो क्लिप्स नहीं तो सेटा को शूटिंग कर देथिली तो ये वीडियो क्लिप्स गुड़ा देखुता तो मु आजिर अनुचिंता आपन को पढ़ी शुणाइबी। टॉपिक रो ना है भगवान को दर्शन काहींकी सहज नुहे। भगवान को दर्शन काहींकी सहज नुहे। दुनिया देखिबापई भगवान मनीष को देइछंती आखि किंतु भगवान को देखिबापई मनीष को आखि बुझीबा को पड़ी थाए।
ସେଥିପାଇଁ ଯୋଗୀ ମୁନି ଋଷି ସାଧକମାନେ ତାଙ୍କର ଦର୍ଶନ ପାଇବା ପାଇଁ ଆଖି ବୁଜି ଧ୍ୟାନ କରନ୍ତି। ବର୍ଷ ବର୍ଷର କଠୋର ତପସ୍ୟା ପରେ କିମ୍ବା ତାଙ୍କର ଅହେତୁକ କୃପା ବଳରେ ମିଳିଥାଏ ତାଙ୍କର ଦର୍ଶନ। ଜଣେ ରାଜା ଭଗବାନଙ୍କର ଦର୍ଶନ ପାଇବା ପାଇଁ କଲେ କଠୋର ତପସ୍ୟା। ବହୁ ବର୍ଷ ପରେ ଭଗବାନ ଦେଲେ ତାଙ୍କୁ ଦର୍ଶନ। ଭଗବାନ ତାଙ୍କୁ କହିଲେ, ଯାହା ଇଚ୍ଛା କରୁଛ ମାଗ ବର, ତାହା ପୂର୍ଣ୍ଣ କରିବି। ରାଜା କହିଲେ, ମୋର ସମସ୍ତ ପ୍ରଜାମାନଙ୍କୁ ଦର୍ଶନ ଦିଅନ୍ତୁ। ଏ ଥିଲା ଅଦ୍ଭୁତ ବର। ଭଗବାନ କହିଲେ, ଏହାକୁ ଛାଡ଼ି ଆଉ ଯାହା ମାଗିବୁ ଦେବି। ରାଜା ଜିଦ୍ଦି କଲେ, କହିଲେ, ଏହା ଛଡ଼ା ମୋର ଆଉ କିଛି ଦରକାର ନାହିଁ। ଭଗବାନ କହିଲେ, ଠିକ୍ ଅଛି, ଆସନ୍ତାକାଲି ତୁମ ପ୍ରଜାମାନଙ୍କୁ ଧରି ମୋ ପାଖକୁ ଆସ। ମୁଁ ସେଇ ଦୂର ପାହାଡ଼ ଉପରେ ଅପେକ୍ଷା କରିବି ତୁମ ସମସ୍ତଙ୍କୁ। ରାଜା ରାଜ୍ୟସାରା ଲୋକଙ୍କୁ ନିଜର ଦୂତ ପଠାଇ ଖବରଟିକୁ କଲେ ପ୍ରଚାର। ସକାଳୁ ରାଜାଙ୍କ ପଛରେ ହଜାର ହଜାର ଲୋକ ଚାଲିଥାନ୍ତି। ବାଟରେ ଗୋଟିଏ ଜାଗାରେ ପାହାଡ଼ ପରି ଟଙ୍କା ଜମା ହୋଇଥିବା ଦେଖି କିଛି ଲୋକ ସେ ସବୁ ଲୁଟି ଘରକୁ ଫେରିଗଲେ। କିଛି ଦୂର ଗଲା ପରେ ପାହାଡ଼ ପରି ଗଦା ହୋଇଥିବା ରୂପା ମୁଦ୍ରାକୁ କିଛି ଲୋକ ଲୁଟି ନେଇ ଘରକୁ ଫେରିଗଲେ। କିଛି ଦୂର ଗଲା ପରେ ସୁନା ମୁଦ୍ରାର ପାହାଚକୁ ଅବଶିଷ୍ଟ ଲୋକ ଲୁଟି ଫେରିଗଲେ ଘରକୁ। ଶେଷରେ କେବଳ ରାଜା ଓ ରାଣୀ ରହିଲେ। ରାଜା ଓ ରାଣୀ ଅଗ୍ରସର ହୁଅନ୍ତେ ହୀରା ନୀଳା ମୋତି ମାଣିକର ଅଳଙ୍କାର ସବୁ ଗୋଟିଏ ଜାଗାରେ ପାହାଡ଼ ପରି ଗଦା ହୋଇଥିବାର ଦେଖି ରାଣୀ କହିଲେ, ରାଜାଙ୍କୁ ଆପଣ ଯାଆନ୍ତୁ, ମୋର ଭଗବାନଙ୍କୁ ଦର୍ଶନ କରିବା ଦରକାର ନାହିଁ। ସେ ବି ସେଇଠି ରହିଗଲେ। ରାଣୀ ରହିଗଲେ। ରାଜା ପାହାଚ ଉପରେ ପହଞ୍ଚିଲେ। ଭଗବାନ ଅପେକ୍ଷା କରିଥିଲେ ତାଙ୍କୁ ସେଠାରେ। ଭଗବାନ କହିଲେ, ମୁଁ ଜାଣିଥିଲି ସେମାନେ କେହି ଆସିପାରିବେ ନାହିଁ ମୋତେ ଦର୍ଶନ କରିବାକୁ। ସଂସାରରେ ଲୋକମାନଙ୍କର ଭଗବାନଙ୍କ ବ୍ୟତୀତ ଆଉ ସବୁ କିଛି ଦରକାର। କୋଟିଏରେ ଗୋଟିଏ ଲୋକ ଯିଏ ଭଗବାନଙ୍କୁ ଖୋଜେ। ତାଙ୍କର ଦର୍ଶନ କରିବା କାହିଁକି ସହଜ ନୁହେଁ, ଅତ୍ୟନ୍ତ ବୁଝି ହେଲା। କେବଳ ଏହି କାରଣରୁ ସାଧୁମାନେ ଘଞ୍ଚ ଜଙ୍ଗଲକୁ ତପସ୍ୟା କରିବାକୁ ଯାଆନ୍ତି। ଜୀବନରେ କୌଣସି ସଫଳତା ହାସଲ କରିବାକୁ ହେଲେ ବହୁତ କିଛି ତ୍ୟାଗ କରିବାକୁ ପଡ଼ିଥାଏ। ତ୍ୟାଗ ବିନା ଜୀବନରେ ସଫଳତା ମିଳିନଥାଏ। ନିଶ୍ଚିତ ଭାବରେ ତ୍ୟାଗ ବିନା ଜୀବନରେ ସଫଳତା ମିଳିନଥାଏ। ଏଇ ଯେଉଁ ଲୋଭ ମୋହ ଆସକ୍ତିରୁ ଆମେ ଦୂରେଇ ରହିବା ଉଚିତ। ଆଉ ଭଗବାନଙ୍କୁ ପାଇବାକୁ ହେଲେ ଭଗବାନଙ୍କୁ ପୁରା ନିଃସ୍ୱାର୍ଥ ପର ଭାବେ ଯଦି ଆମେ ପୂଜା କରିବା, ଧ୍ୟାନ କରିବା, ଭକ୍ତି କରିବା, ତେବେ ଆମେ ଭଗବାନଙ୍କୁ ନିଶ୍ଚୟ ହୃଦୟରେ ପାଇପାରିବା। ଆଉ ଆମର ଯେତିକି ଲୋଭ ମୋହ ଆସକ୍ତି ରହିବ, ଭଗବାନ ସେତେ ଆମଠୁ ଦୂରେଇକି ରହିବେ। ତା ସହିତ ଆମେ ଭଗବାନଙ୍କୁ ହୃଦୟରେ ପାଇବାକୁ ହେଲେ ସବୁବେଳେ ଭଗବାନଙ୍କୁ ଅନ୍ତରରେ ନାମ ଜପ, ପ୍ରାର୍ଥନା ଆଉ ସ୍ମରଣ ଆଉ ସମର୍ପଣ ରହିବା ଦରକାର। ବହୁତ ସୁନ୍ଦର ଷ୍ଟୋରିଟିଏ ଶୁଣିଲେ ନା ସାଙ୍ଗମାନେ, ବଢ଼ିଆ ଲାଗିଲା। ଆଉ ରହୁଛି, ଆପଣମାନଙ୍କୁ ମୋର ଏହି ଅନୁଚିନ୍ତା ଆଉ ଗୀତ କେମିତି ଲାଗିଲା ପ୍ଲିଜ୍ ଲାଇକ୍, ସେୟାର, କମେଣ୍ଟ, ସବସ୍କ୍ରାଇବ୍ କରିବେ। ରହୁଛି, ବାଏ ବାଏ, ଜୟ ଜଗନ୍ନାଥ, ନମସ୍କାର। ଏଇଠି ଦେଖନ୍ତୁ ମାଆଙ୍କର କେଡ଼େ ସୁନ୍ଦର ଫଟୋ, ଏଇଟା ମାଆଙ୍କର।